ଗୋଟିଏ ଜଙ୍ଗଲରେ ହୃଷ୍ଟପୃଷ୍ଟ ବିଲୁଆଟି ବାସ କରୁଥିଲା। ବିଲୁଆଟି ଥିଲା ବହୁତ ଚାଲାକ। ସବୁଦିନ ଭଳି ସେ ତା ଖାଦ୍ୟ ଖୋଜିବାକୁ ବାହାରକୁ ବାହାରିଲା। ବିଲୁଆଟି ଜଙ୍ଗଲରେ ସବୁଆଡେ ଖାଦ୍ୟ ଖୋଜିଲା, ହେଲେ ତାକୁ କୋଉଠି ବି ଖାଦ୍ୟ ମିଳିଲାନି। ଓହୋ, କି ଖରା ହେଉଛି! ଯାହା ହେଉ ପାଣି ମୁନ୍ଦେ ପିଇ ମୋ ଭୋକକୁ କିଛି ସମୟ ପାଇଁ ଟିକେ ମୁଁ ଅଟକାଇ ଦେଲି। ଯାଉଛି ଆଗକୁ ଦେଖେ ଖାଦ୍ୟ ମିଳୁଛି କି ନାହିଁ, ନା ପାଣିରେ ଚଳେଇ ଦେବି। ଏମିତି କହି ବିଲୁଆ ପୁଣି ଖାଦ୍ୟ ପାଇଁ ଆଗକୁ ଚାଲିଲା। ସେଦିନ ସେ ଖାଦ୍ୟ ଖୋଜୁ ଖୋଜୁ ବାଟରେ ଗୋଟିଏ ହାତୀକୁ ଦେଖିଲା। ହାତୀଟି ଜମା ହଲଚଲ ହେଉନଥିଲା। ସେ ପାଖକୁ ଯାଇ ଦେଖିଲା ବେଳକୁ ଜାଣିବାକୁ ପାଇଲା ଯେ ହାତୀଟି ମରିଯାଇଛି। ଆରେ ଆରେ, ଏ ହାତୀଟା ତ ମରିଯାଇଛି। ହେ, ସେତେବେଳୁ ଖାଦ୍ୟ ଖୋଜୁ ଖୋଜୁ ଥକି ଗଲେଣି। ଯାହା ହେଉ ଏ ହାତୀଟା ମୋ ନଜରରେ ପଡିଗଲା। ଆଉ କେହି ଦେଖିଥିଲେ ଆକୁ ମତେ ମିଳିନଥାନ୍ତା। ଏତେ ବଡ ହୋଇଛି ହାତୀ, ଆକୁ ମୁଁ କେତେ ଦିନ ଖାଇବି? କେତେ ଦିନ ପର୍ଯ୍ୟନ୍ତ ମତେ ଖାଦ୍ୟ ଖୋଜିବାକୁ ଆଉ ପଡିବନି। ହା 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 ହା। ବିଲୁଆଟି ମରି ଯାଇଥିବା ହାତୀକୁ ଦେଖି ବହୁତ ଖୁସି ହୋଇଗଲା। କିନ୍ତୁ ହାତୀର ଚମଡ଼ା ଏତେ ମୋଟା ଥିଲା ଯେ ସେ ଛିଡାଇ ଖାଇପାରିଲା ନାହିଁ। ସେ ଏପଟ ସେପଟ ହୋଇ ଚାରିଆଡୁ ଚେଷ୍ଟା କଲା, ହେଲେ ସେ ହାତୀ ଚମଡ଼ାକୁ ଛିଡାଇ ପାରିଲା ନାହିଁ। ଖାଦ୍ୟ ପାଖରେ ଥାଇ ମଧ୍ୟ ସେ ଖାଇପାରିଲା ନାହିଁ। ସେ ବିରକ୍ତ ହୋଇଗଲା। କେମିତି ସେ ତାକୁ ଖାଇବ? ଏମିତି ଭାବୁଥିବା ସମୟରେ ବିଲୁଆ ଦେଖିଲା ଅଳ୍ପ ଦୂରରେ ଗୋଟିଏ ସିଂହ ଆସୁଛି। ସିଂହ ଆସି ବିଲୁଆକୁ ଦେଖି ପଚାରିଲା, ଆରେ ବିଲୁଆ, ତୁ ଏଠି କଣ କରୁଛୁ? ଆଉ ପୁଣି ତୋର ଏତେ ସାହସ, ତୁ ମୋ ଆଗରେ ଛିଡା ହେଇଛୁ? ନାଇଁ ଆଜ୍ଞା, କଥା କଣ କି, ମୁଁ ଏ ହାତୀଟା ଆପଣଙ୍କ ପାଇଁ ରଖିଥିଲି। ସେଥିପାଇଁ ମୁଁ ଏଠି ଆପଣଙ୍କ ବାଟ ଚାହିଁ ବସିଥିଲି। ହା 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 ହା। ତୁ ପୁଣି ମୋ ପାଇଁ ଖାଦ୍ୟ ରଖିଛୁ? ହା 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 ହା। ତୁ ମୋତେ ଖାଦ୍ୟ ଦେବୁ? ହା 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 ହା। ମୁଁ ମୋ ଖାଦ୍ୟ ନିଜେ ଶିକାର କରିଥାଏ। ଯା, ପଳେଇ ଯା, ଏଠୁ ପଳା। ଏମିତି କହି ସିଂହ ସେଠାରୁ ପଳାଇଗଲା। ବିଲୁଆ ମନେ ମନେ ଭାବିଲା, ଯାହା ହେଉ ଆଜି ଜୀବନଟା ମୋର ବଞ୍ଚିଗଲା। ତାପରେ ବିଲୁଆ ଦେଖିଲା ଗୋଟିଏ ଚିତାବାଘ ତା ଆଡକୁ ଆସୁଛି। ବିଲୁଆ ଗୋଟେ ଉପାୟ ଚିନ୍ତା କରି ମଲା ହାତୀ ଉପରେ ଯାଇ ଛିଡା ହୋଇଗଲା। ଆରେ ଏ ବିଲୁଆ, ଏ ହାତୀକୁ ମୁଁ ଖାଇବି। ପଳେଇ ଯା, ପଳେଇ ଯା ଏଠୁ, ତୁ ପଳେଇ ଯା। ନାଇଁ ନାଇଁ ଚିତା ଭାଇ, ତୁମେ ହାତୀକୁ ଖାଇପାରିବ ନାହିଁ। କଣ ହେଲା? ତୁ ମୋତେ ମନା କରୁଛୁ? ଆରେ ତୁ ମୋତେ ଅଟକେଇବୁ? ତୋର ଏତେ ସାହସ? ନାଇଁ ଚିତା ଭାଇ, ମୋର ଏତେ ସାହସ, ମୁଁ ତୁମକୁ ଅଟକେଇବି? ହାତୀକି ମୋତେ ଜଗିବା ପାଇଁ ସିଂହରାଜ କହିଛନ୍ତି। ଏଇଟା ତାଙ୍କ ଶିକାର, ସେଥିପାଇଁ ମୁଁ ଏଠି ଛିଡା ହେଇଛି। ଚିତା ବାଘ ଦେଖିଲା କିଛି ଦୂରରେ ସିଂହ ଯାଉଥିଲା, ତେଣୁ କରି ସେ ବିଲୁଆର କଥାକୁ ବିଶ୍ୱାସ କରିଗଲା। ହଉ, ମୁଁ ଏଠାରୁ ଯାଉଛି। ତୁ ସିଂହରାଜକୁ କହିବୁନି ଯେ ମୁଁ ଏଠାକୁ ଆସିଥିଲି, ହେଲା? ନା ନା ଚିତା ଭାଇ, ମୁଁ ସିଂହ ମହାରାଜକୁ
କିଛି କହିବିନି। ତାପରେ ଚିତା ସେଠାରୁ ପଳାଇଗଲା। ବିଲୁଆ ପୁଣି ହାତୀକୁ ଖାଇବାକୁ ଚେଷ୍ଟା କଲା, ହେଲେ ତାର ସମସ୍ୟା, ସେ ହାତୀକୁ ଖାଇବ କେମିତି? ହାତୀର ଏତେ ମୋଟା ଚମଡ଼ା ଯେ ବିଲୁଆ କିଛି କରିପାରୁନଥିଲା। ଏତିକି ବେଳେ ଦେଖିଲା ବାଘଟି ଦୂରରୁ ଆସୁଛି। ଆରେ ଇଏ ତ ବାଘ ମାମୁଁ ଆସୁଛି। ଚିତା ବାଘକୁ ମୁଁ ତ ବୋକା ବନେଇଦେଲି, ହେଲେ ବାଘ ମାମୁଁକୁ କେମିତି ବୋକା ବନେଇବି? ହଉ, ବାଘ ମାମୁଁର ଦାନ୍ତ ମୁନିଆ, ସେ ହାତୀର ଚମଡ଼ାକୁ କାମୁଡ଼ି କାମୁଡ଼ି ଖାଇପାରିବ। ହାତୀକୁ ଖାଇବା ପାଇଁ ମୋତେ ବାଘ ମାମୁଁର ସାହାଯ୍ୟ ନେବାକୁ ପଡ଼ିବ। ହ ହ ହ ହ ହ ହ। ଆରେ ବାଘ ମାମୁଁ, କୁଆଡ଼େ ଯାଉଛ? ଆରେ ବିଲୁଆ, ତୁ ଏଠି କଣ କରୁଛୁ? ଆରେ ମାମୁଁ, ସେ ସିଂହ ମତେ ଏ ହାତୀକୁ ଜଗିବାକୁ କହିଛି ବା। ସିଂହ ଭାଇ ତୋତେ କହିଛନ୍ତି ଜଗିବା ପାଇଁ? ହଁ ପରା, ଦେଖୁନ ମୁଁ ସକାଳୁ କିଛି ନ ଖାଇ ନ ପିଇ ହାତୀର ମାଂସ ଦେଖି ଭାରି ଲୋଭ ହେଉଛି। ହ ହ ହ ହ। କଣ କରିବି ଯେ? ଆରେ ସିଂହ ଭାଇର ଖାଦ୍ୟ ଜାଣିଛୁ ତ, ତାଙ୍କ ଖାଦ୍ୟରେ କିଏ ହାତ ମାରିଲେ ସିଏ କଣ କରିବେ? ଅବଶ୍ୟ ହାତୀଟା ହୃଷ୍ଟପୃଷ୍ଟ ହେଇଛି, ହେଲେ ବାଘ ମାମୁଁ, ମୁଁ ତ ବିଲୁଆଟିଏ, ମୋର ଏତେ ସାହସ କାହିଁ? ତମେ ତ ଆମ ବାଘ ମାମୁଁ, ତମର ଯଦି ଇଚ୍ଛା ହେଉଛି ତାହେଲେ ଅଳ୍ପ ମାଂସ ଖାଇଦିଅ, ମୁଁ ସିଂହରାଜକୁ କିଛି କହିବିନି। ହ ହ ହ ହ। କିଛି ସମୟ ପରେ ବିଲୁଆ ଦେଖିଲା ବାଘ ଧୀରେ ଧୀରେ ସବୁ ଖାଇଦେଉଛି। ବିଲୁଆ ବାଘକୁ ଘଉଡ଼ିବା ପାଇଁ ମିଛ କଥା କହିଲା। ବାଘ ମାମୁଁ, ସିଂହ ରାଜା ଆସିଲେଣି, ତମେ ଜଲ୍ଦି ଏଠୁ ପଳାଅ। ଏତିକି ଶୁଣି ବାଘ ସେଠାରୁ ପଳାଇଲା, ଆଉ ବିଲୁଆ ବାଘ କାମୁଡ଼ିଥିବା ଜାଗାରୁ ଖାଇବା ଆରମ୍ଭ କଲା। ଏଣିକି ସେ ଖୁବ୍ ଖୁସିରେ ପେଟ ଭର୍ତ୍ତି କରି ଖାଇ ଚାଲିଲା।